ସରକାରୀ ଏସ୍ଏସ୍ଡି ହାଇସ୍କୁଲ ଧୋବେଇର ବାର୍ଷିକ ଉତ୍ସବ। ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ, ନୂଆପଡ଼ା ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଓ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବୋଡେନ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ଥିବା ସରକାରୀ ଏସ୍ଏସ୍ଡି ହାଇସ୍କୁଲ ଧୋବେଇର 75 ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ 2025 ବହୁ ଧୁମଧାମରେ ଓ ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସରକାରୀ ଏସ୍ଏସ୍ଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପତିଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବର ଉଦ୍ଘାଟିକା ଭାରରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଯୋଗଦାନ କରି ଶୁଭ ଉଦ୍ଘାଟନ କରିଥିଲେ। ଆୟୋଜିତ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ମୁଖ୍ୟ ବକ୍ତା ଭାବେ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ବୋଡେନ ଓଡ଼ିଆ ଅଧ୍ୟାପକ ଡକ୍ଟର କିଶୋର କୁମାର କର୍ଣ୍ଣ, ବିଶିଷ୍ଟ ଅତିଥି ରୂପେ DWO ଦୀପ୍ତିମନ୍ତ ଭୋଇ, ସମ୍ମାନିତ ଅତିଥି ଭାବରେ ବୋଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା, ଶିକ୍ଷା ନିରୀକ୍ଷକ କଳାହାଣ୍ଡି ଓ ନୂଆପଡ଼ା ଉଦୟ ସିଂ ମାଝୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୋଡେନ କ୍ଷଣପ୍ରଭା ପାଣିଗ୍ରାହୀ, ABO ନେପାଳ ଚନ୍ଦ୍ର ଦେ, ପରିଚାଳନା କମିଟି ସଭାପତି ତୁରନ୍ତ ମାଝୀ ପ୍ରମୁଖ ବାର୍ଷିକ ଉତ୍ସବ ମଞ୍ଚରେ ମଞ୍ଚାସୀନ ଥିଲେ। ପ୍ରଥମେ ମଞ୍ଚାସୀନ ଅତିଥିମାନଙ୍କୁ ସେବାଶ୍ରମର ଛାତ୍ରୀମାନଙ୍କ ଦ୍ୱାରା ନାରିକେଲ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଅଗ୍ରପୂଜ୍ୟ ଗଜପତି ଗଜାନନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ଧୂପ ଓ ଦୀପ ପ୍ରଜ୍ୱଳନ ପୂର୍ବକ ନାରିକେଲ ଭାଙ୍ଗି ପୂଜାର୍ଚ୍ଚନା କରାଯାଇଥିଲା। ସରକାରୀ ଏସ୍ଏସ୍ଡି ହାଇସ୍କୁଲ ଧୋବେଇର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ପରେ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପତି ସ୍ୱାଗତ ଅଭିଭାଷଣ ରଖିଥିଲେ। ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଚାରୁଶୀଲା ସିଂ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ମଞ୍ଚାସୀନ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପତ୍ରିକା କୋଦଣ୍ଡ ନୂଆପଡ଼ା ଜିଲ୍ଲା ମଧୁସୂଦନ ଦାସ ତଥା ସମସ୍ତ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ବାର୍ଷିକ ଉତ୍ସବ ମଞ୍ଚରେ ଉନ୍ମୋଚନ କରାଯାଇଥିଲା। ବାର୍ଷିକ ଉତ୍ସବ ହେଉଛି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦର୍ପଣ ସ୍ୱରୂପ। ଆତ୍ମପ୍ରକାଶ, ଆତ୍ମପ୍ରତ୍ୟୟ, ଆତ୍ମବିଶ୍ୱାସ ରଖି ପାଠ ପଢ଼ିଲେ ଛାତ୍ରଛାତ୍ରୀମାନେ ସମସ୍ତ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିବେ ବୋଲି ମୁଖ୍ୟ ବକ୍ତା କିଶୋର କୁମାର କର୍ଣ୍ଣ ମତ ରଖିଥିଲେ। ପିଲାଙ୍କ ପାଠ ପଢ଼ିବା ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜିତ ହେଉଥିବାରୁ ପିଲାଙ୍କ ଲୋକାୟତ ପ୍ରତିଭା ଲୋକଲୋଚନକୁ ଆସିପାରୁଛି ବୋଲି ମଞ୍ଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଠିକ୍ ସେହିଭଳି ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପତିଙ୍କ ସଭାପତିତ୍ୱରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଚଳିତ ବର୍ଷ ବିଦ୍ୟାଳୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଉକ୍ତ ବାର୍ଷିକ ଉତ୍ସବର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଶିକ୍ଷକ ପ୍ରଶାନ୍ତ ବେହେରା ଓ ଲୋକରଞ୍ଜନ ସୁନାନୀ କରିଥିବା ବେଳେ ସହ ଶିକ୍ଷକ ଲୀଲେନ୍ଦ୍ର ହଂସ ଧନ୍ୟବାଦ ଅର୍ପଣ କରିଥିଲେ। ପୁଣି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମଧ୍ୟ ଶିକ୍ଷକ ପ୍ରଶାନ୍ତ ବେହେରା, ଲୋକରଞ୍ଜନ ସୁନାନୀ ଓ ଶିକ୍ଷକ ଲୀଲେନ୍ଦ୍ର ହଂସ ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ସହକାରୀ ଶିକ୍ଷକ ପୃଥ୍ୱୀରାଜ ସୁନାନୀଙ୍କ ସମେତ ସରକାରୀ ଏସ୍ଏସ୍ଡି ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ମେଟ୍ରନ, ପୁରୁଷ CCA, ମହିଳା CCA ତଥା ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ବିଭିନ୍ନ ଦାୟିତ୍ୱରେ ନିଜକୁ ନିୟୋଜିତ ପୂର୍ବକ 75 ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେଉଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ।